ଆପଣମାନଙ୍କୁ ଚ୍ୟାଲେଞ୍ଜ ଦେଇକି କହୁଛି, ଯଦି ଆପଣମାନେ ଏଇ 4-5ଟା ଷ୍ଟେପ୍ ଫଲୋ କରୁଛନ୍ତି ନା, ତାହେଲେ ଆପଣମାନଙ୍କର 1000 ସବସ୍କ୍ରାଇବର ବହୁତ ଜଲ୍ଦି ହିଁ କମ୍ପ୍ଲିଟ୍ ହେଇଯିବେ। ତ 99% ଲୋକ ଏଇଟା କରନ୍ତି ହିଁ ନାହିଁ। କି ଦେଖ, ତମେ ଭିଡ଼ିଓ ପୋଷ୍ଟ କରିଦଉଛ, ଭ୍ୟୁଜ୍ ଆସୁନି, ସବସ୍କ୍ରାଇବର ବଢ଼ୁନାହାନ୍ତି। ତ ସେମ୍ ପ୍ରୋବ୍ଲେମ୍ ମୁଁ ବି ଫେସ୍ କରିଛି। ଆଉ ମୁଁ ଆଜି ଆପଣମାନଙ୍କୁ ପୁରା ରିଏଲ୍ ୱାର୍କିଂ ଷ୍ଟ୍ରାଟେଜି ବତେଇବି, ଯୋଉଟାକି ଫଲୋ କରିକି ମୁଁ ବି ଗ୍ରୋ କରୁଛି। ତ ଆପଣମାନେ ବି ସେଇଟା ଫଲୋ କରିକି ଆପଣମାନେ ବି ଗ୍ରୋ କରିପାରିବେ। ତ ବାସ୍ ଏଠି 4-5ଟା ହିଁ ଷ୍ଟେପ୍ ଅଛି, ଯୋଉଟା ଫଲୋ କରିକି ଆପଣମାନେ ବହୁତ ଇଜିଲି 1000 ସବସ୍କ୍ରାଇବର କମ୍ପ୍ଲିଟ୍ କରିପାରିବେ ଆଉ ଆରାମସେ ଗ୍ରୋ କରିପାରିବେ। ତ ଭିଡ଼ିଓଟି ସ୍କିପ୍ ନ କରିକି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆଉ ମୁଁ ଯାହା ଷ୍ଟେପ୍ କହିଲି ଫଲୋ କରନ୍ତୁ, ତାପରେ ରେଜଲ୍ଟ ଆପଣଙ୍କ ଆଗରେ ଥୁଆ। ତ ଡେରି ନ କରିକି ଚାଲନ୍ତୁ ଆଜିର ଏଇ ଭିଡ଼ିଓଟିକୁ ଷ୍ଟାର୍ଟ କରିବା। ତ ନମସ୍କାର ସାଙ୍ଗମାନେ, ମୁଁ ଲକ୍ଷ୍ମୀ ସ୍ୱାଗତ କରୁଛି ମୋର ଆଉ ଏକ ନୂଆ ଭିଡ଼ିଓରେ। ତ ଷ୍ଟେପ୍ ନମ୍ବର 1। ତ ଷ୍ଟେପ୍ ନମ୍ବର 1, ରାଇଟ୍ କଣ୍ଟେଣ୍ଟ କହିଲେ ସଠିକ୍ କଣ୍ଟେଣ୍ଟ ବା ସଠିକ୍ ଭିଡ଼ିଓ। ମାନେ ଆମେ କେମିତି ଜାଣିବା ଆମେ ସଠିକ୍ ଭିଡ଼ିଓ କୋଉଟା? ଆମକୁ ଗୋଟେ ବା ସଠିକ୍ ଭିଡ଼ିଓ ପୋଷ୍ଟ କରିବାର ଅଛି। ସଠିକ୍ ଭିଡ଼ିଓ କହିଲେ ଫର୍ ଏକ୍ସାମ୍ପଲ୍ ୟୁଜଫୁଲ୍ ଭିଡ଼ିଓ। ଯେମିତିକି ଆପଣମାନେ ମୋ ଭିଡ଼ିଓ କ'ଣ ପାଇଁ ଦେଖୁଛନ୍ତି? ମୋ ଭିଡ଼ିଓରୁ ଆପଣମାନଙ୍କୁ କିଛି ଶିଖିବାର ଅଛି, ଜାଣିବାର ଅଛି ବୋଲି ଆପଣମାନେ ମୋ ଭିଡ଼ିଓଟା ଦେଖୁଛନ୍ତି। ତ ଏଇଟା ଗୋଟେ ୟୁଜଫୁଲ୍ କଣ୍ଟେଣ୍ଟ ହେଲା। ତ ଆପଣମାନଙ୍କୁ ସେମିତି କଣ୍ଟେଣ୍ଟ ବନେଇବାର ଅଛି, ଯେମିତିକି ଲୋକମାନେ ଆପଣଙ୍କ ପାଖରୁ କିଛି ଶିଖିପାରିବେ, ଜାଣିପାରିବେ। ତ ତାହେଲେ ଲୋକମାନେ ଆପଣମାନଙ୍କ ଭିଡ଼ିଓ ଦେଖିବେ। ନହେଲେ ଆପଣ ଆସିକି ରାଣ୍ଡମଲି କିଛି ପୋଷ୍ଟ କରିଦେବେ, ତାହେଲେ ଲୋକମାନେ ଆପଣଙ୍କ ଭିଡ଼ିଓ କ'ଣ ପାଇଁ ଦେଖିବେ? ଦେଖିବେ ହିଁ ନାହିଁ। କଥାଟା ବୁଝିପାରୁଛ? ଲୋକମାନେ ଆପଣଙ୍କ ଭିଡ଼ିଓ କ'ଣ ପାଇଁ ଦେଖିବେ? ଆପଣ ଯଦି କିଛି ଶିଖିବାର ପୋଷ୍ଟ କରିଛନ୍ତି, କିଛି ଜାଣିବାର ପୋଷ୍ଟ କରିଛନ୍ତି, ତ ହିଁ ସେମାନେ ଆପଣଙ୍କ ଭିଡ଼ିଓ ଦେଖିବେ। ତ ରାଣ୍ଡମ୍ ଭିଡ଼ିଓ ପୋଷ୍ଟ କରିବା ବନ୍ଦ କର। ଆଉ କିଛି ୟୁଜଫୁଲ୍ କଣ୍ଟେଣ୍ଟ ବନାଅ। ଯେମିତିକି ମୁଁ କହିଲି, ଯଦି କୁକିଂ ବିଷୟରେ ବନଉଛ, କୁକିଂ ବିଷୟରେ ବନାଅ। ମାନେ ଗୋଟେ ନିଚ୍ ସେଟ୍ କର। ମାନେ କୁକିଂ ବିଷୟରେ ପୋଷ୍ଟ କରୁଛ ତ କୁକିଂ ବିଷୟରେ ହିଁ ପୋଷ୍ଟ କର। ଲୋକମାନେ ଜାଣିବେ କୁକିଂ କେମିତି କରାଯାଏ। ଯଦି ଡ୍ୟାନ୍ସ ଭିଡ଼ିଓ ପୋଷ୍ଟ କରୁଛ ତାହେଲେ ଡ୍ୟାନ୍ସ ହିଁ ପୋଷ୍ଟ କର। ଯଦି ଆପଣମାନେ ଗାଈ ଜାଣୁଛନ୍ତି ତାହେଲେ ଗାଈକି ହିଁ ପୋଷ୍ଟ କର। ତ ଯଦି ବ୍ଲଗ୍ ପୋଷ୍ଟ କରୁଛ ତାହେଲେ ବ୍ଲଗ୍ ହିଁ ପୋଷ୍ଟ କର। ତ ନିଚ୍ ସେଟ୍ କର। ନିଚ୍ କହିଲେ କ'ଣ? ମାନେ ଯଦି ଗୋଟେ ଜିନିଷ ପୋଷ୍ଟ କରୁଛ ତାହେଲେ ସେଇଟା ହିଁ ପୋଷ୍ଟ କର। ତମେ ଭ୍ଲଗ୍ କରୁଛ ମାନେ ଭ୍ଲଗ୍ ହିଁ କର। ଡ୍ୟାନ୍ସ ପୋଷ୍ଟ କରୁଛ ମାନେ ଡ୍ୟାନ୍ସ ହିଁ ପୋଷ୍ଟ କର। ଆଉ ରାଣ୍ଡମ୍ ଭିଡ଼ିଓ ପୋଷ୍ଟ କରିବା ବନ୍ଦ କର। ରାଣ୍ଡମ୍ ଭିଡ଼ିଓ କଲେ ତୁମେ ୟୁଟ୍ୟୁବକୁ ଆସିବ, ଖୋଲିବ, ଯାହା ଭିଡ଼ିଓ ଅଛି ସେଇଟା ପୋଷ୍ଟ କରିଦେବ। ତାହେଲେ ଲୋକମାନେ ତୁମ ଭିଡ଼ିଓ କ'ଣ ପାଇଁ ଦେଖିବେ? ତ ଫାଷ୍ଟ କଥା, ଆପଣମାନେ ଗୋଟେ ନିଚ୍ ସେଟ୍ କର। ଆଉ ରାଇଟ୍ କଣ୍ଟେଣ୍ଟ, ମାନେ କିଛି ୟୁଜଫୁଲ୍ କଣ୍ଟେଣ୍ଟ ତିଆରି କର। ଆଉ ଯୋଉଟା ପୋଷ୍ଟ କରୁଛ ବାସ୍ ସେମିତି ହିଁ ପୋଷ୍ଟ କର। ତ ଏବେ ଯେଉଁ ମୁଁ ଆପଣମାନଙ୍କୁ 3-4ଟା ପଏଣ୍ଟ କହିଲି, ବାସ୍ ଆପଣମାନଙ୍କୁ ସେତିକି ଫଲୋ କରିବାର ଅଛି। ତ ବାସ୍ ଷ୍ଟେପ୍ ନମ୍ବର 1ରେ ଏତିକି ଥିଲା। ତ ଚାଲ ଏବେ ଯିବା ଆମେ ଷ୍ଟେପ୍ ନମ୍ବର 2କୁ। ତ ଷ୍ଟେପ୍ ନମ୍ବର 2 ହେଲା ସର୍ଟସ୍ ଅପଲୋଡ଼ କର। ତ ତମେ ଯଦି ବିଗିନର ଅଛ, ଆଉ ତମକୁ ଜଲ୍ଦି ଗ୍ରୋ କରିବାର ଅଛି, ଜଲ୍ଦି 1000 ସବସ୍କ୍ରାଇବର କମ୍ପ୍ଲିଟ୍ ବି କରିବାର ଅଛି, ଦେନ୍ ତମେ ସର୍ଟସ୍ ଅପଲୋଡ଼ କର। ଡେଲି 1-2ଟା ସର୍ଟସ୍ ଅପଲୋଡ଼ କର। ମୁଁ ଯେମିତିକି କହିଲି, ମାନେ ଯେଉଁ ଭିଡ଼ିଓଟା ପୋଷ୍ଟ କରୁଛ ସେଇଟା ହିଁ କର। ତ ଡେଲି ଗୋଟେ ଭିଡ଼ିଓ ପୋଷ୍ଟ କର, 1-2ଟା। ଯଦି 2ଟା ହଉନି ତାହେଲେ ଗୋଟେ ଭିଡ଼ିଓ ପୋଷ୍ଟ କର, ଆଉ ଡେଲି କର। ସର୍ଟସରେ ବହୁତ ଜଲ୍ଦି ଅଡ଼ିଏନ୍ସ ଆସନ୍ତି। ଆଉ ତମେ ଯଦି ହଠାତ୍ ହିଁ ଆସିକି ଲଙ୍ଗ୍ ଭିଡ଼ିଓ ପୋଷ୍ଟ କରିଦେବ, ଅଡ଼ିଏନ୍ସ ହିଁ ନଥିବେ, ତାହେଲେ ଭିଡ଼ିଓ ଦେଖିବ କିଏ? ତ ତମକୁ ସର୍ଟସ୍ ପୋଷ୍ଟ କରିବାର ଅଛି, ଡେଲି ପୋଷ୍ଟ କରିବାର ଅଛି। ବାସ୍ ସେତିକି। ଆଉ ତମ ମାନେ ଦିମାଗରେ ରଖିବାର ଅଛି କି ନାଇଁ, ଡେଲି ମୋର ଗୋଟେ ସର୍ଟସ୍ ପୋଷ୍ଟ କରିବାର ଅଛି। ତ ତମେ ଯଦି ମୋ ଚ୍ୟାନେଲକୁ ବି ଦେଖିବ, ମୁଁ ବାସ୍ ସର୍ଟସ୍ ହିଁ ପୋଷ୍ଟ କରିଛି। ମୁଁ ଏତେ ଲଙ୍ଗ୍ ଭିଡ଼ିଓ ପୋଷ୍ଟ କରିନି। ତ ମୁଁ ସର୍ଟସରେ ହିଁ 3000 ସବସ୍କ୍ରାଇବର ଗେନ୍ କରିଥିଲି। ମାନେ ତୁମେ ଭାବିପାରୁଛ, ସର୍ଟସରେ ହିଁ ବହୁତ ଜଲ୍ଦି ମାନେ ଅଡ଼ିଏନ୍ସ ଆସନ୍ତି, ଆଉ ବହୁତ ଜଲ୍ଦି ତୁମେ ଗ୍ରୋ କରିପାରିବ। ତ ଷ୍ଟେପ୍ ନମ୍ବର 2 ଆପଣମାନେ ବୁଝିପାରିଲେ। ତ ବାସ୍ ଏତିକି ଥିଲା ଷ୍ଟେପ୍ ନମ୍ବର 2। ଆଉ ଏତିକି ପଏଣ୍ଟ ଫଲୋ କର। ତ ଚାଲନ୍ତୁ ଏବେ ଯିବା ଆମେ ଷ୍ଟେପ୍ ନମ୍ବର 3କୁ। ତ ଷ୍ଟେପ୍ ନମ୍ବର 3 ହେଲା ଥମ୍ବନେଲ୍ ଆଉ ଟାଇଟେଲ୍। ତ ଟାଇଟେଲ୍ କଥା ଛାଡ଼, ଥମ୍ବନେଲ୍। ତ ଥମ୍ବନେଲ୍ଟା ଗୋଟେ ଏମିତି ଜିନିଷ ଯୋଉଟାକି ମାନେ ଲୋକମାନେ ଡିସାଇଡ୍ କରନ୍ତି ଆପଣଙ୍କ ଭିଡ଼ିଓଟା ଦେଖିବାର ଅଛି କି ନାହିଁ। ଥମ୍ବନେଲ୍ ହିଁ ଆପଣମାନଙ୍କୁ ଏମିତି କିଛି ବନେଇବାର ଅଛି ଯେମିତି ଲୋକମାନଙ୍କୁ ଆଟ୍ରାକ୍ଟ କରିବ, ନାଇଁ ମୁଁ ୟା ଭିଡ଼ିଓ ଦେଖିବି। ଆମେମାନେ ବି କ'ଣ କରୁ, ଯାହାର ଥମ୍ବନେଲ୍ ଭଲ ଥିବ ଆମେ ସେଇ ଭିଡ଼ିଓଟା କ୍ଲିକ୍ କରୁ। ମୁଁ ବି ସେମିତି କରେ। ଯାହାର ଥମ୍ବନେଲ୍ ଭଲ ଥିବ ମୁଁ ସେଇଠି କ୍ଲିକ୍ କରେ। କାହିଁକି ନା ତାର ଥମ୍ବନେଲ୍ ହିଁ କିଛି ସେମିତି ଥାଏ। ତାର ଥମ୍ବନେଲ୍ ହିଁ ଆମକୁ ଆଟ୍ରାକ୍ଟ କରେ ଯେ ନାଇଁ ଆମେ ତା ଭିଡ଼ିଓ ଦେଖିବା। ତ ତମକୁ ଥମ୍ବନେଲ୍ ହିଁ ସେମିତି କିଛି ବନେଇବାର ଅଛି ଯେମିତିକି ଲୋକମାନେ ତମ ଭିଡ଼ିଓ ଦେଖିବେ। ତ ଯଦି ଆପଣଙ୍କୁ ଥମ୍ବନେଲ୍ ବନେଇବା ଆସେନି, ଆଉ ଏଡ଼ିଟ୍ ବି ଆସେନି,
ତାହେଲେ ମୁଁ ମୋ ଚ୍ୟାନେଲରେ ପୋଷ୍ଟ କରିଦେଇଛି ଥମ୍ବନେଲ୍ ବାଲା ଭିଡ଼ିଓ ଯୋଉଟାକି ମୁଁ ChatGPTରେ ବନେଇଛି। ସେଟା ପୁଣି ଖାଲି ଓଡ଼ିଆରେ କହିକି, ଇଂଲିଶରେ ବି ତୁମକୁ କହିବାର ନାହିଁ, ପ୍ରମ୍ପ୍ଟ ଦେବାର ନାହିଁ। ଓଡ଼ିଆରେ କହିକି ମୁଁ କେମିତି ChatGPTରୁ ପ୍ରୋଫେସନାଲ୍ ୱେରେ ଥମ୍ବନେଲ୍ ବନେଇଛି, ଆପଣମାନେ ଯାଇକି ସେ ଭିଡ଼ିଓଟା ଦେଖିପାରିବେ। ମୁଁ ସେ ଭିଡ଼ିଓର ଲିଙ୍କ୍ ଏଇ ଭିଡ଼ିଓର ଡେସ୍କ୍ରିପସନରେ ଦେଇଦେବି। ନହେଲେ ଆପଣମାନେ ଚାହିଁଲେ ଚ୍ୟାନେଲରେ ଯାଇ ମଧ୍ୟ ଦେଖିପାରିବେ। ଆପଣମାନେ ଦେଖିପାରିବେ ମୋର ଯେତେ ବି ଥମ୍ବନେଲ୍ ଅଛି ଲଙ୍ଗ୍ ଭିଡ଼ିଓରେ, ସର୍ଟ ଭିଡ଼ିଓରେ, ସବୁଗୁଡ଼ା ମୁଁ ସେ ChatGPTରୁ ହିଁ ବନେଇଛି, ଆଉ ଓଡ଼ିଆରେ ହିଁ କହିକି। ତ ଆପଣଙ୍କୁ ଯଦି ଏମିତି ପ୍ରୋଫେସନାଲ୍ ବାଲା ଥମ୍ବନେଲ୍ ଦରକାର, ତାହେଲେ ଆପଣମାନେ ସେଠି ଯାଇକି ଶିଖିପାରିବେ। ତ ଗଲା ଥମ୍ବନେଲ୍ କଥା। ଆଉ ଟାଇଟେଲ୍ ବି ଆପଣମାନଙ୍କୁ ଏମିତି କିଛି ଦେବାର ଅଛି ଯେମିତିକି ଲୋକମାନେ ଭାବିବେ ନାଇଁ ୟା ଭିଡ଼ିଓରେ କିଛି ତ ଅଛି, ଆମେ ତା ଭିଡ଼ିଓଟାକୁ କ୍ଲିକ୍ କରିବା। ତ ବାସ୍ ଆପଣଙ୍କୁ ଥମ୍ବନେଲ୍ ଆଉ ଟାଇଟେଲ୍ ଷ୍ଟ୍ରଙ୍ଗ କରିବାର ଅଛି। ତ ଏଇଟା ଥିଲା ଆମର 3 ନମ୍ବର ପଏଣ୍ଟ। ଏବେ ଯିବା ଆମେ 4 ନମ୍ବର ପଏଣ୍ଟ ଆଡ଼କୁ। ତ ଷ୍ଟେପ୍ ନମ୍ବର 4 ଆଉ ଆଜି ଆମ ଏ ଭିଡ଼ିଓର ଲାଷ୍ଟ ଷ୍ଟେପ୍। ତ ଷ୍ଟେପ୍ ନମ୍ବର 4 କୁହେ କନସିଷ୍ଟେନ୍ସି ପ୍ଲାନ୍। ତ ଆପଣଙ୍କୁ ପ୍ଲାନ୍ ବନେଇବାର ଅଛି କି ନାଇଁ ମୋତେ ସବୁଦିନ ଗୋଟେ ସର୍ଟସ୍ ପୋଷ୍ଟ କରିବାର ଅଛି, ଆଉ ସପ୍ତାହରେ 1-2ଟା ଲଙ୍ଗ୍ ଭିଡ଼ିଓ ପୋଷ୍ଟ କରିବାର ଅଛି। ଯଦି ଲଙ୍ଗ୍ ଭିଡ଼ିଓ ବି ପୋଷ୍ଟ କରୁନାହାନ୍ତି ତାହେଲେ ଡେଲି ଆପଣଙ୍କ ମାଇଣ୍ଡରେ ସେଟ୍ କରିବାର ଅଛି ଯେ ନାଇଁ ମୋତେ ସବୁଦିନ ସର୍ଟସ୍ ପୋଷ୍ଟ କରିବାର ଅଛି। ବାସ୍ ଆପଣଙ୍କୁ ଏଇଟା ପ୍ଲାନ୍ କରିକି ରଖିବାର ଅଛି, ଆଉ ସବୁଦିନ ଗୋଟେ ସର୍ଟସ୍ ପୋଷ୍ଟ କରନ୍ତୁ। 1-2ଟା ଭିଡ଼ିଓରେ ଆପଣ ଭାଇରାଲ୍ ହେବେ ନାହିଁ, ଆପଣଙ୍କୁ ପେସେନ୍ସ ରଖିବାର ଅଛି। ଯେତେବେଳେ 5-10ଟା ଭିଡ଼ିଓ ଆପଣମାନେ ପୋଷ୍ଟ କରିବେ ସେତେବେଳେ ଆପଣମାନଙ୍କୁ ରେଜଲ୍ଟ ଦେଖାଯିବ। 1 ନମ୍ବର ଭିଡ଼ିଓ ଆଉ 10 ନମ୍ବର ଭିଡ଼ିଓରେ କେତେ ଫରକ ଅଛି ଆପଣମାନଙ୍କୁ ସେତେବେଳେ ଦେଖାଯିବ। ସବୁ ଭିଡ଼ିଓରେ ଭ୍ୟୁଜ୍ ଆସେନି, କିଛି ଭିଡ଼ିଓରେ ଜଲ୍ଦି ବହୁତ ସାରା ଭ୍ୟୁଜ୍ ଆସିଯିବ, କିଛି ଭିଡ଼ିଓରେ ଆସିବନି। ତ ଆମକୁ ସେତିକି ଟାଇମ୍ରେ ବି ପେସେନ୍ସ ରଖିବାର ଅଛି। ଯଦି ୟୁଟ୍ୟୁବର ହେବାର ଅଛି ତାହେଲେ ଆମକୁ ସେତିକି ପେସେନ୍ସ ରଖିବାର ଅଛି। ମୋର ବି ଫାଷ୍ଟ ସବୁ ଭିଡ଼ିଓରେ ଭ୍ୟୁଜ୍ ଆସୁନଥିଲା, ମୁଁ ମନ ଦୁଃଖ କରୁଥିଲି। ମୁଁ ଭାବେ ନାଇଁ ମୋର ଭ୍ୟୁଜ୍ ଆସିବନି, ମୋତେ ଲୋକମାନେ ହସିବେ, ମୁଁ ଭିଡ଼ିଓ ପୋଷ୍ଟ କରିବିନି। କିନ୍ତୁ ନାଇଁ, ଆପଣଙ୍କୁ ପେସେନ୍ସ ରଖିବାର ଅଛି। ଆପଣ ମାନେ ଯିଏ ଯାହା କହୁଛି ଆପଣଙ୍କୁ ପେସେନ୍ସ ରଖିବାର ଅଛି। ଯେତେବେଳେ 5 ଦିନ ନାହିଁ, 10 ଦିନ ନାହିଁ, 20 ଦିନରେ ତ ରେଜଲ୍ଟ ଦେଖାଯିବ ନା। ସେତେବେଳେ ଆପଣମାନେ ଜାଣିପାରିବେ ମାନେ ଫାଷ୍ଟ ଦିନ ଆଉ 20 ଦିନ ଭିତରେ କେତେ ଡିଫରେନ୍ସ ଥିଲା। ତ ଆପଣମାନେ ଯଦି ପେସେନ୍ସ ରଖୁଛନ୍ତି ତାହେଲେ ଆପଣମାନଙ୍କର 1000 ସବସ୍କ୍ରାଇବର ସିଓର। ଯଦି ମାନେ କନସିଷ୍ଟେଣ୍ଟରେ ପ୍ଲାନ୍ କରିକି ଭିଡ଼ିଓ ପୋଷ୍ଟ କରୁଛନ୍ତି ତାହେଲେ ଆପଣଙ୍କର 1000 ସବସ୍କ୍ରାଇବର ସିଓର, ମୁଁ ଆପଣମାନଙ୍କୁ କହିକି ଦେଉଛି। ଆଉ ଗୋଟେ କଥା ମନେ ରଖ, ଗୋଟେ ଭିଡ଼ିଓରେ କେହି ଭାଇରାଲ୍ ହୁଅନ୍ତି ନାହିଁ। ଆପଣଙ୍କୁ 5-10ଟା 20ଟା ଭିଡ଼ିଓ ମାନେ କେତେ ଭିଡ଼ିଓ ପୋଷ୍ଟ କରିକି 10-20ଟା ଭିଡ଼ିଓ ପୋଷ୍ଟ କରିସାରିଲା ପରେ ଆପଣମାନେ ଜାଣିପାରିବେ ଯେ ନାଇଁ 1 ନମ୍ବର ଭିଡ଼ିଓରେ କ'ଣ ଥିଲା ଆଉ 10 ନମ୍ବର ଭିଡ଼ିଓରେ ମୋର କ'ଣ ଡିଫରେନ୍ସ ଅଛି। ବୁଝିପାରୁଛନ୍ତି? ତ ବାସ୍ ମୁଁ ଯେତିକି ଷ୍ଟେପ୍ ଆପଣମାନଙ୍କୁ କହିଲି, ବାସ୍ ଆପଣଙ୍କୁ ସେତିକି ଫଲୋ କରିବାର ଅଛି। ବାସ୍ ସେତିକି ଫଲୋ କରିସାରିଲା ପରେ ଆପଣମାନଙ୍କ ରେଜଲ୍ଟ ଦେଖିପାରିବେ। ଆଉ ଯଦି ଆପଣମାନଙ୍କୁ ୟୁଟ୍ୟୁବର ହେବାର ଅଛି ଆଉ ୟୁଟ୍ୟୁବ୍ ବିଷୟରେ କିଛି ଜାଣିବାର ଅଛି, କିଛି ବୁଝିପାରୁନାହାନ୍ତି, ତାହେଲେ ଆପଣମାନେ କମେଣ୍ଟ ସେକ୍ସନରେ ମୋତେ ପଚାରିପାରିବେ। ଆଉ ଆପଣଙ୍କୁ ଆଉ କିଛି ବିଷୟରେ ଭିଡ଼ିଓ ଦରକାର ଯେଉଁଟାକି ଆପଣମାନେ ଜାଣିନାହାନ୍ତି, ସେଇ ଟପିକ୍ ବିଷୟରେ ବି ଆପଣମାନେ କମେଣ୍ଟରେ ଜଣାଇପାରିବେ, ଯେମିତିକି ମୁଁ ନେକ୍ସଟ ଟପିକ୍ରେ ଆପଣଙ୍କ କମେଣ୍ଟ ଅନୁସାରେ ମୁଁ ଭିଡ଼ିଓ ଆଣିପାରିବି। ତ ଭିଡ଼ିଓରେ ନୂଆ ଥିଲେ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି, କାହିଁକିନା ମୁଁ ଏମିତି ୟୁଟ୍ୟୁବ୍ ରିଲେଟେଡ଼୍ ଭିଡ଼ିଓ ସବୁବେଳେ ଆଣୁଥାଏ। ଆଉ ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କମେଣ୍ଟ କରିକି ନିହାତି ଯିବେ। ତ ମୁଁ ଯେମିତି କହିଲି ଆପଣଙ୍କ ମନରେ ଯଦି ୟୁଟ୍ୟୁବ୍ ରିଲେଟେଡ଼୍ କିଛି ବି କ୍ୱେଶ୍ଚନ୍ ଅଛି ଆପଣମାନେ ପଚାରିପାରିବେ, ଯାହାର ଭିଡ଼ିଓ ମୁଁ ନେକ୍ସଟ ଟପିକ୍ରେ ମାନେ ନେକ୍ସଟ ଭିଡ଼ିଓରେ ମୁଁ ସେଇ ଟପିକ୍ରେ ଭିଡ଼ିଓ ଆଣିବି। ତ ଆଜି ପାଇଁ ଏତିକି, ଦେଖା ହେବା ଗୋଟେ ନୂଆ ଭିଡ଼ିଓରେ। ଆଇ ହୋପ୍ ଆପଣମାନେ ସମସ୍ତେ ବୁଝିପାରିଥିବେ ମୁଁ ଯେତିକି ଆପଣମାନଙ୍କୁ କହିଲି, ଯେତିକି ଷ୍ଟେପ୍। ତ ଆଜି ପାଇଁ ଏତିକି, ରହୁଛି। ଜୟ ଜଗନ୍ନାଥ, ଜୟ ମାତା ରାଣୀ।